श्री गणेशाय नमः। नमस्कार बंधुगण, जय जगन्नाथ। आज आम शुणा आमलकी बा अँला एकादशी व्रत कथा। यह शुणिले अनेक जन्मर पाप खंडित होता है। किछि समय हो पछे निश्चय शुणा को चेष्टा करंतु। युधिष्ठिर उवाच कहन्ति राजा युधिष्ठिर शुण हे प्रभु दामोदर। मासकु मास दुई मिसी विष्णु को हेला 24। एकादशी मानकर नक्षत्र जोग सिद्धि कर। नक्षत्र जोग जन्य भेद कहिबा मते हे गोविंद। फाल्गुन शुक्ल एकादशी नाम महिमा विधि मिसी। प्रकाश करी दामोदर हेउ मो मानस सुस्थिर। श्रीकृष्ण वाच कृष्ण कहन्ति युधिष्ठिर पृष्ठे प्रश्न मान्धातार। वशिष्ठ जहा कहिछन्ति कहिबु संवाद नृपति। मान्धाता वाच प्रयास एकादशी माने श्रवण पुण्य फल दाने। नक्षत्र जोग ताहांकर जे नाम जे पुण्य व्यवहार। कहन्ति अरुन्धति पति जे रूपे हेव चित्त तृप्ति। शुक्ल पक्षर एकादशी पुनर्वसुर संगे मिसी। ता नाम जया बोली ख्यात तिथि मानंके से विख्यात। दियई यज्ञ कर्म फल पापरु करई उद्धार। जेथि उपवास करे दुस्तर पापरु से तरे। श्रावण शुक्ल द्वादशी रे जेबे हुई सौभाग्य रे। से एकादशी हे मान्धाता विजय नाम रे विख्यात। एथिरे स्नान तीर्थ स्नान दान सहस्र गुणमान। द्विज भोजन यज्ञ होम सहस्र पुण्य फल क्षम। रोहिणी शुक्ल द्वादशी रे जेबे पड़िला भाग्य भरे। से एकादशी जयंती रे ख्यात हेले जगत रे। ए सर्व पाप भारा तिथि समस्त पुण्य जाओ तिथि। एथिरे गोविंद अर्चन शपथ जन्म पाप मान। से पाप अल्प वा बहु नाश करन्ति महाबाहु। शुक्ल द्वादशी पुष्या जोग जेबे पड़िला सुजोग। ए अति पुण्य एकादशी पापनाशिनी नामे भासी। वर्षे पर्यन्ते जेहु करे निज प्रस्थ को दान करे। जेथि करे उपवास दुहिंक सुकृत सदृश। सगर धुंधुमार गाधी एथिरे कृष्ण को आराधी। पृथ्वीरे हेले चक्रवर्ती पाइले युद्धे दान कीर्ति। कायिक वाचनिक आदि जे पाप सप्ता जन्मावधि। तहिंरु मुक्त से हुई
ସ୍ୱର୍ଗରେ ନିବାସ କରଇ। ଯେ ପୁଷ୍ୟା ଯୁକ୍ତ ଏକାଦଶୀ ସେବଇ ହୋଇ ଉପବାସୀ। ସେ ଅଶ୍ୱମେଧ ସହସ୍ରର ଫଳକୁ ପାଏନି କର। ସ୍ୱାଧ୍ୟାୟ ଜପ ଦେବାର୍ଚ୍ଚନ ଅଥବା ହୋମ ସ୍ନାନ ଦାନ। ଯେ କିଛି ଏ ଦିନ ଆଚରି ସେ ସର୍ବକ୍ଷୟର ପରି। ସର୍ବଦା ଫଳ କାମୀ ମାନେ କରିବେ ବ୍ରତ ନିୟମେ। ଫାଲ୍ଗୁନ ଶୁକ୍ଳ ଏକାଦଶୀ ନାମରେ ଆମଳକି ଭାସି। ଯହିଁରେ କୃତ୍ୟ ପୁଣ୍ୟ ଭେଦ ଶ୍ରୀକୃଷ୍ଣ ଲୋକ ଫଳପ୍ରଦ। ଜାଗ୍ରତ ହୋଇ ରାତ୍ର କାଳେ ଜାଗଇ ଆମଳକି ମୂଳେ। ଧେନୁ ସହସ୍ର ଦାନ ଫଳେ ନୀଳେ ଶ୍ରୀକୃଷ୍ଣ ପାଦ ତଳେ। ମାନ୍ଧାତ ଉବାଚ ଉତ୍ପନ୍ନ କଦାମଳକି ଏଡ଼େ ପ୍ରଭାତ ବଢ଼ିଏ କି। କହିବା ସର୍ବଶେଷ ମୁନେ କୌତୁକ ଜାତ ହେଲା ମନେ। ପବିତ୍ର କେଉଁ ହେତୁ ଏହି କେଉଁ ହେତୁରୁ ପାପ ଏହି। କିମ୍ପାଏ ମୂଳେ ଜାଗରଣ ଧେନୁ ସହସ୍ର ଗୁଣମାନ। ବଶିଷ୍ଠ ଉବାଚ ମାନ୍ଧାତା ପଚାରନ୍ତେ ମୁନି କହନ୍ତି ବେଦ ବିଧି ଘେନି। ଯେମନ୍ତେ ପୃଥିରେ ଜାତ କହିବା ଶୁଣ ହେ ମାନ୍ଧାତ। ଏ ଅମାଳକି ମହାବୃକ୍ଷ ସକଳ ପାପ କ୍ଷୟ ଦକ୍ଷ। ପୂର୍ବେ ଯେ ସ୍ଥାବର ଜଙ୍ଗମ ହୁଅନ୍ତେ କାର୍ଣ୍ଣବୋପମ। ଦେବତା ଉରଗ ରାକ୍ଷସ ଏ ସର୍ବେ ଅନ୍ୟ ହେଲେ ନାଶ। ତହିଁରେ ଦେବାଧି ପ୍ରବେଶ କରମ ଆତ୍ମା ନିତ୍ୟ ଶେଷ। ଗଲେ ପରମ ବ୍ରହ୍ମ ଭେଦ ଅବ୍ୟୟ ଆପଣାର ପଦ। ହୁଅନ୍ତେ ପ୍ରଭୁ ବ୍ରହ୍ମ ଗତ ମୁଖରୁ ବ୍ରହ୍ମା ହେଲେ ଜାତ। ତେବନ ଏକ ବିନ୍ଦୁ ଜାତ ସେ ହେଲା ଭୂମି ନିପତିତ। ଜାଣ ହେ ଧାତ୍ରୀ ମହାଗୁରୁ ଜନ୍ମିଲା ଷ୍ଟିବନ ତନୁରୁ। ପ୍ରଶାଖା ହୋଇ ଶାଖା ବଢ଼ି ଫଳର ଭାରେ ନଈ ପଡ଼ି। ଯେ ବୃକ୍ଷ ମାନଙ୍କର ଆଦି କାରଣ ରୂପେ ପ୍ରତିବାଦୀ। ବ୍ରହ୍ମା ତହିଁରୁ ସୃଷ୍ଟି କଲେ ସ୍ଥାବର ଜଙ୍ଗମ ସର୍ଜିଲେ। ଗନ୍ଧର୍ବ ଯକ୍ଷ ରକ୍ଷ ଗଣ ଦେବଦାନବ ଯବମାନ। ଯେ ଋଷି ଗଣ ଅନ୍ୟ ଜାଣ ସର୍ଜନା କଲେ ଏଣେ ଜାଣ। ଏହର ପ୍ରିୟା ଧାତ୍ରୀ ବୃକ୍ଷ ହେଲେ ସେ ସ୍ଥାନରୁ ପ୍ରତ୍ୟକ୍ଷ। ସେଠାରୁ ଦେବତାଏ ଆସି ଦେଖିଣ ବହୁତ ପ୍ରଶଂସୀ। ଅଦୃଷ୍ଟତର ହେତୁ ଦେବେ ରହିଲେ ସୁବିସ୍ମିତ ଭାବେ। ଦେଖି ବିସ୍ମୟ ଦେବଙ୍କର ଶୁଭିଲା ବାଣୀ ଅଗୋଚର। ଏ ଆମଳକି ନରୋତ୍ତମ ବିଷ୍ଣୁଙ୍କ ଠାରୁ ଏ ଉତ୍ପନ୍ନ। ଯାହାର ନାମକୁ ଶୁଣିଲେ
ଗୋଦାନ ଦେବା ଫଳ ମିଳେ, ଯାହାକୁ ଛୁଇଁଲେ ଦ୍ୱିଗୁଣ, ଭକ୍ଷିଲେ ଫଳ ତିନି ଗୁଣ। ଜାଣ ହେ ଆମଳ କି ପୂଜା, କର୍ତ୍ତବ୍ୟ ଯେଣୁ ଏ ବିଷ୍ଣୁ ଯା। ତ୍ରିବିଧ ପାତକ ନାଶିନୀ, ସର୍ବସାତ୍ୱିକ ପୁଣ୍ୟଦାନୀ। ଯାହାର ମୂଳେ ବିଷ୍ଣୁ ଦେବ, ଊର୍ଦ୍ଧ୍ୱେ ବିଧାତା ସ୍କନ୍ଧେ ଶିବ। ଶାଖା ମାନଙ୍କେ ମୁନି ମାନେ, ପ୍ରଶାଖେ ସ୍ଥିତ ସ୍ୱର୍ଗ ଜନେ। ଯାହାର ପୁଣ୍ୟ ଦେବ ଜାନେ, ପୁଷ୍ପରେ ଅଛନ୍ତି ପବନେ। ଫଳ ମାନଙ୍କେ ପ୍ରଜାପତି, ତେଣୁ ଏ ଦେବ ମର୍ତ୍ୟ ଧାତ୍ରୀ। ଯେଣୁ ଏ ପୂଜ୍ୟତମ ନରେ, ବିଶେଷ ବୈଷ୍ଣବ ଜନରେ। ଏ ରୂପେ ଅଶରୀରୀ ବାଣୀ, ଶୁଣିଏ ଋଷି ମାନେ ଭଣି। ଦେବତା ଅବା ଦେବ ଯୋନି, କିଏ ଆପଣ କହ ଜ୍ଞାନୀ। ବାଗୁବାଚ କହନ୍ତି ଅଶରୀରୀ ବାଣୀ, ଋଷିମାନଙ୍କୁ ପରିମାଣି। ଏ ଚତୁର୍ଦ୍ଦଶ ଭୁବନର, ଯେ ହର୍ତ୍ତା କର୍ତ୍ତା ଅଧୀଶ୍ୱର। ସେ ସନାତନ ବିଷ୍ଣୁ ମୁହିଁ, ବିସ୍ମୟ ଦେଖି କହିଲଇଁ। ଶୁଣିଏ ପ୍ରିୟ କର ବାଣୀ, ସାକ୍ଷାତ ବିଷ୍ଣୁ କରି ଜାଣି। ଆନନ୍ଦେ ବ୍ରହ୍ମାଙ୍କର ପୋଏ, ସ୍ତୁତି କରଣେ ବ୍ୟଗ୍ର ହୋଏ। ଋଷିରୁବାଚ ଦେଖି ସାକ୍ଷାତ ବ୍ରହ୍ମ ଜ୍ୟୋତି, କରନ୍ତି ଋଷି ମାନେ ସ୍ତୁତି। ହେ ପ୍ରାଣୀଙ୍କର ଆତ୍ମା ଭୂତ, ଆତ୍ମା ଯେ ପରମାତ୍ମା ଭୂତ। ହେ ନାରାୟଣ ହେ ଅଚ୍ୟୁତ, ହେ ସନାତନ ହେ ଅନନ୍ତ। ହେ ଦାମୋଦର ଯେ ଯଜ୍ଞେଶ, ହେ ଯୋଗେଶ୍ୱର ତ୍ରିଲୋକେଶ। ହେ ଜଗନ୍ନିବାସ ଗୋବିନ୍ଦ, ହେ ମାୟାବୃତ ନିତ୍ୟାନନ୍ଦ। ଦେବାଧିଦେବ ହେ ମାଧବ, ମାହାତ୍ମ୍ୟ ଭୂତ ଦେବ ଦେବ। ଦୟା କରିବ ଚକ୍ରଧର, ଏ ଦୁଷ୍ଟ ବିଷୟ ଉଦ୍ଧାର। ହେ ଧ୍ୟାନମୟ ଧ୍ୟାନ ଥିବ, ଅପନ୍ତା ଗତି ନିଷେଧିବ। ସ୍ତୁତିରେ ହୋଇଣ ସନ୍ତୋଷ, କହନ୍ତି ପ୍ରଭୁ ଜଗଦୀଶ। ହେ ବ୍ରହ୍ମା ପୁତ୍ରେ ବର ମାଗ, ଯହିଁ ଉପୁଜୁଅଛି ରାଗ। ଋଷିରୁବାଚ ଯେବେ ସନ୍ତୋଷ ହେଲେ ହରି, ଆମ୍ଭର ହିତ ଅବଧାରୀ। କହିବ କିଛି ବ୍ରତ କଥା, ଯେ ସ୍ୱର୍ଗ ମୋକ୍ଷ ଫଳଦାତା। ସେ ଧନ ଧାନ୍ୟ ପ୍ରଦ ଗୁଣ, ଆତ୍ମା ସନ୍ତୋଷ ପ୍ରଦ ପୁଣ୍ୟ। ଅଳ୍ପ ଆୟାସ ବହୁ ଫଳ, ବ୍ରତ ମାନଙ୍କେ ଯେଉ ଜୋଳ। ଯେଉଁ ବ୍ରତକୁ କରି ଲୋକେ, ପୂଜିବ ହେବେ ବିଷ୍ଣୁ ଲୋକେ। ବିଷ୍ଣୁର୍ବାଚ ଫାଲ୍ଗୁନ ଶୁକ୍ଳ ପକ୍ଷେ ଯେବେ, ଦ୍ୱାଦଶୀ ପୁଷ୍ୟା ଯୁକ୍ତ ହେବେ। ସେ ହେବ ମହାପୁଣ୍ୟଦାନୀ, ମହାପାତକ ବିନାଶିନୀ। ତହିଁରେ ବିଶେଷ ବିଧାନ, ଅଛି କହିବା ଋଷି ଗଣ। ଆମଳ କିର ମୂଳ ଦେ
ଜାଗର ଦେବା ଉପବାସେ ସର୍ବ ପାପରୁ ମୁକ୍ତ ହୋଇ ଧେନୁ ସହସ୍ର ଫଳ ପାଇ ସେ ସୁନା ଚଉର ନ୍ୟାସ ହରି ଯେ ବାପା ଷାଣ୍ଡ ଦୁରାଚାରୀ ଯେ ପରଦାରାଙ୍କ ଦୁଷ୍କୃତ ତ୍ୟକ୍ତା ମର୍ଯ୍ୟାଦା ଯେ ପତିତ ଯେ ଗୁରୁଦ୍ୱାର ପ୍ରଦର୍ଶକ ଯେ ଅବା ସାଧୁଙ୍କ ଦୂଷକ ଏମାନେ ଅନ୍ୟ ପାପୀ ଅବା ଯେବେ ବ୍ରତ କରେ ସେବା ସେ ମୂଢ଼ ମତି ପୁଣ୍ୟ ଦେହି ନାନା ନଗରୁ ଧରଇ ଏ ବ୍ରତ ବ୍ରତୀଙ୍କ ଉତ୍ତମ ହେ ବିପ୍ର କହିଲେ ରାମ ଏଥି ଅଚ୍ୟୁତ ପୂଜା ବିହି ବିଷ୍ଣୁ ଲୋକରୁ ଚ୍ୟୁତ ନୋହି ଋଷି ଉବାଚ ଏ ବ୍ରତ ମହାତ୍ମ୍ୟକୁ ଶୁଣି ଋଷିଏ ପଚାରନ୍ତି ବାଣୀ କହ କି ବିଧିରେ ବ୍ରତ କେଉଁ ବିଧିରେ ସମାପ୍ତ କି ମନ୍ତ୍ର ଏଥି କି ସଂସ୍କାର ଏ ପୂଜା କେଉଁ ଦେବତାର କି ରୂପେ ଦାନ ବା ସ୍ନାନ କି ଅବା ପୂଜାର ବିଧାନ ଯଥା ତଥ୍ୟରେ ସ୍ନାନ ମନ୍ତ୍ର କହିବା ଯେ ଅର୍ଚ୍ଚନା ମନ୍ତ୍ର ବିଷ୍ଣୁବାଚ ଋଷିମାନଙ୍କ ପ୍ରଶ୍ନ ପାଇ କହନ୍ତି ବିଧି ଲକ୍ଷ୍ମୀ ସାଇ ଏକାଦଶୀରେ ନିରାହାରେ ରହି ଭୁଞ୍ଜିବା ଦ୍ୱାଦଶୀରେ ଏ ରୂପେ ସଂକଳ୍ପ ଆଚରି ଯଥା ତତ୍ତ୍ୱରେ ସ୍ନାନ କରି ପ୍ରଥମେ ମୃତ୍ତିକା ଲେପନ କରି କରିବ ଶୁଦ୍ଧ ସ୍ନାନ ନଦୀରେ ଅବା ତଡ଼ାଗରେ କୂପରେ ଅଥବା ଗୃହରେ ନିୟତ ଶୁଚିମନ୍ତ ହେବ ମୃତ୍ତିକା ମନ୍ତ୍ର ଉଚ୍ଚାରିବ ହେ ଆମ୍ଭ ସବୁ ଜନ୍ତୁଙ୍କର ତୁମେ ଜୀବନ ରକ୍ଷା କର ସ୍ୱେଦ ଯେ ଭିଦ ଜନ୍ତୁଙ୍କର ଯେ ଗତିର ସମାନଙ୍କର ତାଙ୍କୁ ମୋର ନମସ୍କାର ସେ ସୂଚି ଅତି ଅସୁଚିର ତୁମ୍ଭରେ କରୁଅଛି ସ୍ନାନ ମୋତେ ହୋଇବ ସୁପ୍ରସନ୍ନ ଦେବଖାତ ବା ପ୍ରସ୍ରବଣ ନଦୀ ଗଙ୍ଗାଦି ତୀର୍ଥଗଣ ଏଥି ସ୍ନାନରେ ଯେଉଁ ଫଳ ମିଳିବ ହେବ ସୁନିଶ୍ଚଳ ଏ ମନ୍ତ୍ର ବୋଲି କରି ସ୍ନାନ ବିଶୁଦ୍ଧ କରିବଟି ମନ ଗୃହକୁ ଯାଇ ଜପ ହୋମ କରି ଯେ ଉପଚାର ମାନ ଘେନଇ ଆମଳ କି ଜିଦ୍ଧ ସେ ସ୍ଥାନେ ସଂସ୍କାର କରିବ ସ୍ଥାପିବ ପୂର୍ବ ମନ୍ତ୍ର କରି ଅବ୍ରଣ ତୁମ୍ଭଙ୍କୁ ବିଚାରି ଯେ ପଞ୍ଚରତ୍ନରେ ସಮೇତ ସୁଦ୍ରବ୍ୟ ଗନ୍ଧାରି ବାସିତ ଛତ୍ରପାନ ଯୁଗ ଯୁକ୍ତ ସୁଶୀତ ନନ୍ଦନ ଚର୍ବିତ ଗ୍ରୀବାଲମ୍ବିତ ମାଳାବୃତ ଧାତ୍ରୀର ହେବ ସୁମନ୍ତ୍ରିତ ଧୂପ ଦୀପରେ ମନୋଗତ ଧାତ୍ରୀର ହେବ ସୁମନ୍ତ୍ରିତ କୁମ୍ଭ ଉପରେ ହେବା ପାତ୍ର
जेहे बोला जे प्रसुरित तहे उपरे स्थापी व्रती स्वर्ण परशुराम मूर्ति प्राण प्रतिष्ठा विधि सारी पूजा करिब जे विचारी देवाधि देवाय उच्चारी भक्त संजोग मन करी शुभ्र फल जे अर्घ्य भरी देव जे नम अंत करी नमस्ते देव देव ईश नमस्ते जमदग्न्य बेश हे देव ए मूर्घ्य तोय घेनन्तु आमूल किसह मंत्र उच्चारी अर्घ्य देव जे रूपे तृप्ति हेबे देव भक्ति रे चित्त युक्त करी रात्र रे जागर आदरी नित्यवादित गीत जोड़ी किबा श्री भागवत पढ़ी कियबा धर्म ज्ञान करी नेबये सुभद्रा सर्वरी आनंदे विष्णु नाम मान धरी करिब प्रदक्षिण अष्टविंशति अष्टोत्तर सतनाम आमूल कीर प्रातरे होई महामना करिब हरि आराधना विप्रंकु आसने उभारी पंचोपचारे पूजा करी करिब सबु निवेदन जे तहि उपचार मान परशुराम रूपी हरि प्रीत हुअन्ति बोली करी छत्रपनः वस्त्र युक्ते जामदग्नि को देव हस्ते ब्राह्मण प्रति वाक्य मागी देव दक्षिणा यथा भागी आमल कि छुई जानी करिब प्रदक्षिण पुणी स्नान करिण विधान रे प्रवर्ति विप्र भोजन रे बंधु कुटुंब संगे घेनी भुंजीब हबिष्या न जानी ए रूपे विधि जाने करी जे आमल किया चरी से सर्वयज्ञ दान कला सकल पुण्य को पाइला एमंत ऋषि जे कही अदृश्य हेले लक्ष्मी साई ए सर्वव्रतंक उत्तम कहिले जे अबानियम ए रूपे व्रत आचरी जाई सर्वदानर हरि साक्षाते विष्णु ठारू शुणी कले व्रत सर्वमुनि सर्वपातक प्रमोचन ए व्रत दुराधर्ष जान कर ए व्रत हे मान्धात कहन्ति अरुन्धति कान्त इति श्री ब्रह्मांड पुराणे फाल्गुन शुक्ल आमलकी एकादशी महात्म्ये नाम अष्टम अध्याय। आमलकी बा अँला एकादशी युधिष्ठिर भगवान श्रीकृष्ण को कहिले, हे श्रीकृष्ण मते दयापूर्वक फाल्गुन मास शुक्ल पक्ष एकादशी नाम एवं महात्म्य संबंध रे कहतु। भगवान श्रीकृष्ण कहिले, महाभाग धर्मनंदन फाल्गुन मास शुक्ल पक्ष एकादशी नाम आमलकी। एही पवित्र व्रत विष्णु लोक प्राप्ति कराए। राजा मान्धाता मध्य महात्मा वशिष्ठ को एही प्रकार प्रश्न पचारिथिले।
ଏବଂ ଏହାର ପ୍ରତ୍ୟୁତ୍ତରରେ ବଶିଷ୍ଠ କହିଥିଲେ, ମହାଭାଗ, ଭଗବାନ ବିଷ୍ଣୁ ଛେପ ପକାଇବାରୁ ତାଙ୍କ ମୁଖରୁ ଚନ୍ଦ୍ରମା ସମାନ କାନ୍ତିମାନ ଏକ ବିନ୍ଦୁ ପ୍ରକଟ ହୋଇ ପୃଥିବୀ ପୃଷ୍ଠରେ ପଡ଼ିଲା। ଏଥିରୁ ମହାନ ଆମଳକ ଅର୍ଥାତ୍ ଅଁଳା ବୃକ୍ଷ ଉତ୍ପନ୍ନ ହେଲା, ଯାହାକୁ ସମସ୍ତ ବୃକ୍ଷର ଆଦିଭୂତ କୁହାଯାଇଥାଏ। ସେହି ସମୟରେ ଜୀବଜଗତର ସୃଷ୍ଟି ନିମନ୍ତେ ଭଗବାନ ବ୍ରହ୍ମାଙ୍କୁ ଉତ୍ପନ୍ନ କଲେ ଏବଂ ବ୍ରହ୍ମାଦେବ ଦାନବ, ଗନ୍ଧର୍ବ, ଯକ୍ଷ, ରାକ୍ଷସ, ନାଗ ତଥା ନିର୍ମଳ ଅନ୍ତଃକରଣଧାରୀ ମହର୍ଷିଗଣଙ୍କୁ ସୃଷ୍ଟି କଲେ। ଏମାନଙ୍କ ମଧ୍ୟରୁ ଦେବତା ଓ ଋଷିଗଣ ସେହି ସ୍ଥାନକୁ ଆସିଲେ ଯେଉଁଠି ବିଷ୍ଣୁପ୍ରିୟ ଆମଳକ ଅଁଳା ବୃକ୍ଷ ଥିଲା। ମହାଭାଗ, ଏହି ବୃକ୍ଷକୁ ଦେଖି ଦେବତାମାନେ ବଡ଼ ବିସ୍ମିତ ହେଲେ, କାରଣ ଏହି ବୃକ୍ଷ ବିଷୟରେ ସେମାନେ ଆଗରୁ କିଛି ଜାଣିନଥିଲେ। ସେମାନଙ୍କୁ ଏହିପରି ବିସ୍ମିତ ହେବା ଦେଖି ଆକାଶବାଣୀ ହେଲା, ମହର୍ଷିଗଣ, ଏହା ସର୍ବଶ୍ରେଷ୍ଠ ଅଁଳା ବୃକ୍ଷ, ଯାହା ବିଷ୍ଣୁଙ୍କ ଅତି ପ୍ରିୟ। ଏହାର ସ୍ମରଣ ମାତ୍ରେ ଗୋଦାନର ଫଳ ପ୍ରାପ୍ତି ହୁଏ। ସ୍ପର୍ଶ କଲେ ଏହାର 2 ଗୁଣା ଏବଂ ଫଳ ଭକ୍ଷଣ କଲେ 3 ଗୁଣା ପୁଣ୍ୟ ପ୍ରାପ୍ତ ହୋଇଥାଏ। ଏହା ସର୍ବପାପହାରିଣୀ ବୈଷ୍ଣବ ବୃକ୍ଷ। ଏହାର ମୂଳରେ ବିଷ୍ଣୁ, ତାଠାରୁ ଟିକିଏ ଉପରେ ବ୍ରହ୍ମା, ସ୍କନ୍ଧ ଗଣ୍ଡିରେ ପରମେଶ୍ୱର ଭଗବାନ ରୁଦ୍ର ତଥା ଶାଖାରେ ମୁନି, ପ୍ରଶାଖାରେ ଦେବତା, ପତ୍ରରେ ବସୁ, ଫୁଲରେ ମରୁଦ୍ଗଣ ତଥା ଫଳରେ ସମସ୍ତ ପ୍ରଜାପତି ନିବାସ କରନ୍ତି। ଅଁଳା ସର୍ବଦେବମୟ, ଏଣୁ ବିଷ୍ଣୁଭକ୍ତ ପୁରୁଷଙ୍କ ପାଇଁ ଏହା ପରମ ପୂଜ୍ୟ। ଏଣୁ ସଦା ପ୍ରଯତ୍ନପୂର୍ବକ ଅଁଳା ସେବନ କରିବା ଉଚିତ। ଋଷିଗଣ କହିଲେ, ଆପଣ କିଏ? ଦେବତା ନା ଅନ୍ୟ କିଏ? ଆମକୁ ଠିକ୍ ଠିକ୍ କୁହନ୍ତୁ। ପୁଣି ଆକାଶବାଣୀ ହେଲା, ଯିଏ ସମ୍ପୂର୍ଣ୍ଣ ଭୂତର କର୍ତ୍ତା ଏବଂ ସମସ୍ତ ଭୁବନର ସ୍ରଷ୍ଟା, ବିଦ୍ୱାନ ପୁରୁଷ ମଧ୍ୟ ଅତି କଷ୍ଟରେ ଯାହାର ଦର୍ଶନ ପାଇଥାନ୍ତି, ମୁଁ ସେହି ସନାତନ ବିଷ୍ଣୁ। ଦେବାଧିଦେବ ଭଗବାନ ବିଷ୍ଣୁଙ୍କ ଏହି କଥା ଶୁଣି ଋଷିଗଣ ଭଗବାନଙ୍କ ସ୍ତୁତି କରିବାକୁ ଲାଗିଲେ। ଏଥିରେ ଭଗବାନ ଶ୍ରୀହରି ସନ୍ତୁଷ୍ଟ ହେଲେ ଏବଂ କହିଲେ, ମହର୍ଷିଗଣ, ତୁମକୁ କେଉଁ ଅଭୀଷ୍ଟ ବରଦାନ ଦେବି? ଋଷିଗଣ କହିଲେ, ହେ ଭଗବାନ, ଯଦି ଆପଣ ଆମ ଉପରେ ସନ୍ତୁଷ୍ଟ, ତେବେ ଆମ୍ଭମାନଙ୍କ ହିତ ପାଇଁ ଏଭଳି କୌଣସି ବ୍ରତ କୁହନ୍ତୁ, ଯାହା ସ୍ୱର୍ଗ ଓ ମୋକ୍ଷ ରୂପୀ ଫଳ ପ୍ରଦାନ କରିବାକୁ ସମର୍ଥ। ଶ୍ରୀ ବିଷ୍ଣୁ କହିଲେ, ମହର୍ଷିଗଣ, ଫାଲ୍ଗୁନ ମାସ ଶୁକ୍ଳ ପକ୍ଷରେ ଯଦି ପୁଷ୍ୟ ନକ୍ଷତ୍ରଯୁକ୍ତ ଏକାଦଶୀ ପଡ଼େ, ତେବେ ଏହା ଅତି ପୁଣ୍ୟଦାୟୀ ଓ ମହାପାତକ ନାଶିନୀ ହୋଇଥାଏ। ଏହି ଦିନ ଅଁଳା ବୃକ୍ଷ ପାଖକୁ ଯାଇ ସେଠାରେ ରାତିରେ ଜାଗରଣ କରିବା ଉଚିତ। ଏହାଦ୍ୱାରା ମନୁଷ୍ୟ ସମସ୍ତ ପାପରୁ ମୁକ୍ତ ହୋଇଯାଏ ଏବଂ ସହସ୍ର ଗୋଦାନର ଫଳ ଲାଭ ହୁଏ। ବିପ୍ରଗଣ, ମୁଁ ତୁମ୍ଭମାନଙ୍କୁ ଯେଉଁ ବ୍ରତ ବିଷୟରେ କହିଲି, ତାହା ସମସ୍ତ ବ୍ରତ ମଧ୍ୟରେ ଉତ୍ତମ। ଋଷିମାନେ କହିଲେ, ହେ ଭଗବାନ, ଏହି ବ୍ରତର ବିଧି କୁହନ୍ତୁ। ଏହାର ଦେବତା ଓ ମନ୍ତ୍ର କ'ଣ? ପୂଜନ ବିଧି କିପରି? ସେହି ସମୟରେ ସ୍ନାନ ଓ ଦାନ କିପରି କରାଯାଏ? ଭଗବାନ କହିଲେ, ଦ୍ୱିଜବର ପ୍ରାତଃକାଳରେ ଦାନ୍ତ ଘଷି ସାରି ସଂକଳ୍ପ କରିବେ ଯେ, ହେ ପୁଣ୍ଡରୀକାକ୍ଷ, ହେ ଅଚ୍ୟୁତ, ମୁଁ ଏକାଦଶୀ ଦିନ ନିରାହାର ରହି ପରଦିନ ଭୋଜନ କରିବି। ଆପଣ ମୋତେ ଶରଣରେ ରଖନ୍ତୁ। ଏହିଭଳି ସଂକଳ୍ପ ନେବା ପରେ ପତିତ, ଚୋର, ପାଖଣ୍ଡୀ, ଦୁରାଚାରୀ, ଗୁରୁପତ୍ନୀଗାମୀ ତଥା ମର୍ଯ୍ୟାଦା ଭଙ୍ଗକାରୀ ମନୁଷ୍ୟ ସହିତ କଥାବାର୍ତ୍ତା କରିବେ ନାହିଁ। ମନକୁ ବଶୀଭୂତ କରି ରଖି ନଦୀ, ପୋଖରୀ, କୂଅ ଅଥବା ତ ଘରେ ସ୍ନାନ କରିବେ। ସ୍ନାନ ପୂର୍ବରୁ ଶରୀରରେ ମାଟି ଲଗାଇବେ। ମାଟି ଲଗାଇବାର ମନ୍ତ୍ର, ଅଶ୍ୱକ୍ରାନ୍ତେ ରଥକ୍ରାନ୍ତେ ବିଷ୍ଣୁକ୍ରାନ୍ତେ ବସୁନ୍ଧରେ ମୃତ୍ତିକେ ହରମେ ପାପମ୍ ଜନ୍ମଜୋଟ୍ୟାಂ ସମର୍ଜିତମ୍। ହେ ବସୁନ୍ଧରା, ତୁମ ଉପରେ ଅଶ୍ୱ ଓ ରଥ ଚାଲନ୍ତି ତଥା ବାମନ ଅବତାର ସମୟରେ ଭଗବାନ ବିଷ୍ଣୁ ମଧ୍ୟ ତୁମକୁ ନିଜର ପାଦରେ ମାପିଥିଲେ। ହେ ମୃତ୍ତିକା, ମୁଁ କୋଟି ଜନ୍ମରେ ଯେଉଁ ପାପ କରିଛି
ମୋର ସେହି ପାପ ସମୂହକୁ ହରଣ କରିନିଅ। ତାପରେ ସ୍ନାନ କରି ଏହି ସ୍ନାନ ମନ୍ତ୍ରକୁ ଜପିବେ। ତୋମାତ ସର୍ବଭୂତାନାଂ ଜୀବନଂ ତତ୍ତୁ ରକ୍ଷକଂ ସ୍ୱେଦଯୋଦଭିଜନା ଜାତିନାଂ ରସାନାଂ ପତୟେ ନମଃ। ସ୍ନାତୋହଂ ସର୍ବତୀର୍ଥେଷୁ ହ୍ରଦପ୍ରସ୍ରବଣେଷୁ চ ନଦୀଷୁ ଦେବଖାତେଷୁ ଇଦଂ ସ୍ନାନଂ ତୁମେ ଭବେତ୍। ହେ ଜଳର ଅଧିଷ୍ଠାତ୍ରୀ ଦେବୀ ମାତା, ତୁମେ ସମ୍ପୂର୍ଣ୍ଣ ଭୂତ ପାଇଁ ଜୀବନ ସ୍ୱରୂପ। ସେହି ଜୀବନ ସମସ୍ତ ସ୍ୱେଦଜ ଓ ଉଦ୍ଭିଦ ଜାତୀୟ ଜୀବର ମଧ୍ୟ ରକ୍ଷକ। ତୁମେ ରସର ସ୍ୱାମିନୀ, ତୁମକୁ ନମସ୍କାର। ଆଜି ମୁଁ ସମ୍ପୂର୍ଣ୍ଣ ତୀର୍ଥ, କୁଣ୍ଡ, ଝରଣା, ନଦୀ ଓ ଦେବ ସମ୍ବନ୍ଧୀ ସରୋବରରେ ସ୍ନାନ କରିଛି। ମୋର ଏହି ସ୍ନାନ ଉକ୍ତ ସମସ୍ତ ସ୍ନାନର ଭକ୍ତ ଫଳପ୍ରଦାୟକ ହେଉ। ବିଦ୍ୱାନ ପୁରୁଷ ନିଜର ସାମର୍ଥ୍ୟ ଓ ଧନ ମୁତାବକ 1 ବା ଅଧା ଗ୍ରାମ ଓଜନର ପରଶୁରାମଙ୍କ ସୁନାର ପ୍ରତିମା ତିଆରି କରିବେ। ସ୍ନାନ ପରେ ଘରକୁ ଆସି ପୂଜା ଓ ହୋମ କରିବେ। ଏହା ସମସ୍ତ ପ୍ରକାର ସାମଗ୍ରୀ ନେଇ ଅଁଳା ବୃକ୍ଷ ପାଖକୁ ଯିବେ। ସେଠାରେ ବୃକ୍ଷର ଚାରିପାଖକୁ ଝାଡ଼ୁ ମାରି ଲିପାପୋଛା କରି ଶୁଦ୍ଧ କରିବେ। ସେହି ଶୁଦ୍ଧ ଭୂମି ଉପରେ ମନ୍ତ୍ରପାଠ ପୂର୍ବକ ଜଳପୂର୍ଣ୍ଣ ନୂଆ କଳସ ସ୍ଥାପନ କରିବେ। କଳସରେ ପଞ୍ଚରତ୍ନ ଏବଂ ଦିବ୍ୟ ଗନ୍ଧ ଆଦି ସିଞ୍ଚନ କରିବେ। ଶ୍ଵେତ ଚନ୍ଦନରେ ତାକୁ ଲେପନ କରିବେ। ତା କଣ୍ଠରେ ଫୁଲମାଳା ପିନ୍ଧାଇବେ। ସମସ୍ତ ପ୍ରକାର ଧୂପ ଝୁଣାର ସୁଗନ୍ଧରେ ସୁଗନ୍ଧିତ କରିବେ। ଜଳୁଥିବା ଦୀପଗୁଡ଼ିକୁ ଧାଡ଼ିରେ ସଜେଇ ରଖିବେ। ଏହାର ତାତ୍ପର୍ଯ୍ୟ ହେଉଛି ସବୁ ଦିଗରୁ ଯେପରି ସୁନ୍ଦର ଓ ମନୋହର ବାତାବରଣ ସୃଷ୍ଟି ହେବ। ପୂଜା ନିମନ୍ତେ ନୂଆ ଛତା, ଜୋତା ଓ ବସ୍ତ୍ର ମଧ୍ୟ ମଗାଇ ରଖିବେ। କଳସ ଉପରେ ଗୋଟିଏ ପାତ୍ର ରଖି ସେଥିରେ ଉତ୍ତମ ଚାଉଳ ଭରିଦେବେ। ପୁଣି ତା ଉପରେ ପରଶୁରାମଙ୍କର ସୁବର୍ଣ୍ଣ ମୂର୍ତ୍ତି ସ୍ଥାପନ କରିବେ। ବିଶ୍ୱକାୟ ନମଃ କହି ତାଙ୍କ ଚରଣ, ବିଶ୍ୱରୂପିଣେ ନମଃ କହି 2 ଆଣ୍ଠୁ, ଉଗ୍ରାୟ ନମଃ କହି ଜଙ୍ଘ, ଦାମୋଦରାୟ ନମଃ କହି ଅଣ୍ଟା, ପଦ୍ମନାଭାୟ ନମଃ କହି ଉଦର, ଶ୍ରୀବତ୍ସଧାରିଣେ ନମଃ କହି ବକ୍ଷସ୍ଥଳ, ଛାତି, ଚକ୍ରିଣେ ନମଃ କହି ବାମବାହୁ, ଗଦିନେ ନମଃ କହି ଡାହାଣ ବାହୁ, ବୈକୁଣ୍ଠାୟ ନମଃ କହି କଣ୍ଠ, ଯଜ୍ଞମୁଖାୟ ନମଃ କହି ମୁଖ, ବିଶ୍ୱକନିଧୟ ନମଃ କହି ନାକ, ବାସୁଦେବାୟ ନମଃ କହି ଆଖି, ବାମନାୟ ନମଃ କହି ଲଲାଟ, ସର୍ବାତ୍ମନେ ନମଃ କହି ସମ୍ପୂର୍ଣ୍ଣ ଅଙ୍ଗ ତଥା ମସ୍ତକର ପୂଜା କରିବେ। ଏହା ହିଁ ପୂଜାର ମନ୍ତ୍ର। ତାପରେ ଭକ୍ତିଯୁକ୍ତ ଚିତ୍ତରେ ଶୁଦ୍ଧ ଫଳ ଦ୍ୱାରା ଦେବାଧିଦେବ ପରଶୁରାମଙ୍କୁ ଅର୍ଘ୍ୟ ପ୍ରଦାନ କରିବେ। ଅର୍ଘ୍ୟ ପ୍ରଦାନ କରିବାର ମନ୍ତ୍ର ହେଲା ନମସ୍ତେ ଦେବଦେବେଶ ଜାମଦଗ୍ନ୍ୟ ନମସ୍ତୁତେ ଗୃହାଣାର୍ଘ୍ୟମିମଂ ଦତ୍ତ ମାମଲକ୍ୟାଯୁତଂ ହରେ। ଆପଣଙ୍କୁ ନମସ୍କାର। ଅଁଳା ଫଳ ସହିତ ପ୍ରଦାନ କରାହୋଇଥିବା ମୋର ଏହି ଅର୍ଘ୍ୟ ସ୍ୱୀକାର କରନ୍ତୁ। ତାପରେ ଭକ୍ତିପୂତ ଚିତ୍ତରେ ଜାଗରଣ କରିବେ। ନୃତ୍ୟ, ସଙ୍ଗୀତ, ବାଦ୍ୟ, ଧାର୍ମିକ ଉପାଖ୍ୟାନ ତଥା ଶ୍ରୀ ବିଷ୍ଣୁ ସମ୍ବନ୍ଧୀୟ କଥାବାର୍ତ୍ତା ଦ୍ୱାରା ସେ ରାତିଟି ବିତାଇବେ। ଏହାପରେ ଭଗବାନ ବିଷ୍ଣୁଙ୍କ ନାମ ନେଇ ଅଁଳା ଗଛକୁ 108 ଅଥବା 28 ଥର ପରିକ୍ରମା କରିବେ। ତାପରେ ସକାଳ ହେଲେ ଶ୍ରୀହରିଙ୍କର ଆରତି କରିବେ। ବ୍ରାହ୍ମଣଙ୍କୁ ପୂଜା କରି ସେଠାରେ ଥିବା ସମସ୍ତ ସାମଗ୍ରୀ ତାଙ୍କୁ ନିବେଦିତ କରିବେ। ପରଶୁରାମଙ୍କ କଳସ, 2ଟି ବସ୍ତ୍ର, ଜୋତା ଆଦି ସମସ୍ତ ବସ୍ତୁ ଦାନ କରିଦେବେ ଏବଂ ଏପରି ଭାବନା କରିବେ ଯେ ପରଶୁରାମଙ୍କ ସ୍ୱରୂପରେ ଭଗବାନ ବିଷ୍ଣୁ ମୋ ଉପରେ ପ୍ରସନ୍ନ ହୁଅନ୍ତୁ। ତାପରେ ଅଁଳା ଗଛକୁ ସ୍ପର୍ଶ କରି ତାର ଚତୁଃପାର୍ଶ୍ୱରେ ପ୍ରଦକ୍ଷିଣ କରିବେ ଏବଂ ସ୍ନାନ କରିବା ପରେ ବିଧିପୂର୍ବକ ବ୍ରାହ୍ମଣଙ୍କୁ ଭୋଜନ କରାଇବେ।
ତାପରେ କୁଟୁମ୍ବୀ ଜଣଙ୍କ ସାଥିରେ ବସି ସ୍ୱୟଂ ମଧ୍ୟ ଭୋଜନ କରିବେ। ସମ୍ପୂର୍ଣ୍ଣ ତୀର୍ଥ ସେବନରୁ ଯେଉଁ ଫଳ ପ୍ରାପ୍ତ ହୁଏ ତଥା ସମସ୍ତ ପ୍ରକାର ଦାନ ଦେବା ଦ୍ୱାରା ଯେଉଁ ଫଳ ଲାଭ ହୁଏ ସେସବୁ ଉପରୋକ୍ତ ବିଧି ପାଳନ କରିବା ଦ୍ୱାରା ସୁଲଭ ହୋଇଥାଏ। ସମସ୍ତ ଯଜ୍ଞ ଅପେକ୍ଷା ଅଧିକ ଫଳ ମଧ୍ୟ ମିଳିଥାଏ। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଏହି ବ୍ରତ ସବୁ ବ୍ରତ ମଧ୍ୟରେ ଉତ୍ତମ। ଋଷି ବଶିଷ୍ଠ କହିଲେ, ମହାରାଜ, ଏତିକି କହି ଦେବେଶ୍ୱର ଭଗବାନ ବିଷ୍ଣୁ ସେଠାରେ ଅନ୍ତର୍ଧ୍ୟାନ ହୋଇଗଲେ। ତାପରେ ଏହି ସମସ୍ତ ମହର୍ଷିଗଣ ଭକ୍ତ ବ୍ରତ ବିଧିପୂର୍ବକ ପାଳନ କଲେ। ନୃପଶ୍ରେଷ୍ଠ, ସେହିପରି ତୁମେ ମଧ୍ୟ ଏହି ବ୍ରତର ଅନୁଷ୍ଠାନ କରିବା ଉଚିତ। ଭଗବାନ ଶ୍ରୀକୃଷ୍ଣ କହିଲେ, ଯୁଧିଷ୍ଠିର, ଏହି ଅଜେୟ ବ୍ରତ ମନୁଷ୍ୟକୁ ସବୁ ପାପରୁ ମୁକ୍ତ କରିଥାଏ। ଏବେ ଆସନ୍ତୁ ଏହି ପବିତ୍ର ଦିନରେ ଆଜି ତୁଳସୀ ବନ୍ଦନା କରିବା। ତାପରେ ତୁଳସୀ ମହିମା କିଛି ସମୟ ପଢ଼ିବା। ବନ୍ଦଇ ତୁଳସୀ ଚରଣ, କର ମା ସନ୍ତାନ କଲ୍ୟାଣ, ମହାନିତ୍ୟ ଧାମେ ନିବାସ, ନାରାୟଣେ କରିଣ ତୋଷ, ତୁ ମାତା ବିଷ୍ଣୁ ମନହାରି, ସାପେ ଆସିଛୁ ଅବତରି, ସତ୍ୟ ଯୁଗରେ ସତ୍ୟବତୀ, ପରାଶରଙ୍କ ପ୍ରିୟତି, ବ୍ୟାସଦେବଙ୍କୁ ଧରି ଗର୍ଭେ, ଲୀଳା କରିଲୁ ଏହି ଭବେ, ମାଳତୀ ରୂପେ ତ୍ରେତୟାରେ, ନିମଗ୍ନ ପ୍ରଭୁଙ୍କ ପୂଜାରେ, ଦ୍ୱାପରେ ମାୟା ଦୈତ୍ୟ ଜାୟା, ତ୍ରିପୁରା ନାମ ତୋର ମା, ଜଳନ୍ଧର ପତ୍ନୀ କଳିରେ, ବୃନ୍ଦାବତୀ ନାମ ସେଠାରେ, ଏଥୁ ଅନ୍ତେ ତୁଳସୀ ନାମେ, ପୂଜା ପାଉଛୁ ମର୍ତ୍ତ୍ୟ ଧାମେ, ତୋ ମୁଖ ଯେ କରେ ଦର୍ଶନ, ସକଳ ପାପ ହୁଏ ଲୀନ, ଯେ ନାରୀ ତୋର ବୃକ୍ଷ ମୂଳେ, ଗୋମୟ ଲିପିବତୀ ଜାଳେ, ଭକ୍ତିରେ ପୂଜଇ ଚରଣ, ସେ ଲୋଭେ ଅଶେଷ କଲ୍ୟାଣ, ତୋ ମୂଳେ ଗଙ୍ଗାଙ୍କର ସ୍ଥାନ, ଶାଖାରେ ପ୍ରଭୁ ନାରାୟଣ, ପତ୍ରରେ ଦେବା ଦେବୀ ଗଣ, ତୋ ସେ କରନ୍ତି ବିତରଣ, ତୁ ବିଷ୍ଣୁ ଦେବଙ୍କ ଘରଣୀ, ଅଶେଷ ମଙ୍ଗଳକାରିଣୀ, ତୋ ପତ୍ର ବିନା ନୈବେଦ୍ୟ, ଭୁଞ୍ଜନ୍ତି ନାହିଁ ଆଦି କନ୍ଦ, ତୁ ଦୟଣାର ମାଳ ହେଉ, ପ୍ରଭୁଙ୍କ କଣ୍ଠେ ଶୋଭା ପାଉ, ବାର ବାର ତୋ ପାଦେ ନମେ, ଦୟା କର ମାଏ ଅଧମେ, ମାହାତ୍ମ୍ୟ ଲେଖିବି ତୋହର, ଏତିକି କରୁଣା ମା କର। ତୁଳସୀ ମହିମା ବର୍ଣ୍ଣନ। ସୁଜନେ କରନ୍ତୁ ଶ୍ରବଣ, ତୁଳସୀ ମହିମା କଥନ, ସୁକମୁନି ଯେ ହର୍ଷ ଚିତ୍ତେ, ମିଳିଲେ ରାଜା ପରୀକ୍ଷିତେ, ଦେଖି ମୁନିଙ୍କ ଆଗମନ, ଭକ୍ତିରେ ପୂଜିଲେ ଚରଣ। ପରୀକ୍ଷିତ ବାଚ ଭୋମୁନି ଲଭି ଦର୍ଶନ, କୃତାର୍ଥ ହେଲା ମୋର ପ୍ରାଣ।
ଏ ଅସମୟେ କି କାରଣେ ବିରାଜ କଲ ମୋ ଭବନେ। ସଂକ୍ଷେପି କୁହନ୍ତୁ ବୁଝାଇ ଚିତ୍ତ ଯେ ବ୍ୟାକୁଳ ହୋଇ। ତବ କଲ୍ୟାଣ ସୁଖେ ନୀତି ପ୍ରଜାଏ ରାଜ୍ୟେ ବିହରନ୍ତି। ଶ୍ରୀଶୁକ ଉବାଚ ଆଦର ଯତ୍ନ ପାଇ ଯତି କୁହନ୍ତି ଶୁଣ ପାର୍ଥ ନୀତି। ଅନେକ ମନାସି ମନରେ ଆସିଲି ମୁହିଁ ତୁମ୍ଭପୁରେ। ବରଷା କାଳ 4 ମାସ କରିବି ଏଠାରେ ମୁଁ ବାସ। ଆସିଛି ତେଜିଣ ଆଶ୍ରମ ସମ୍ମତି ଦେବ କି ରାଜନ। ନତୁବା ଚଳିବି ଅନ୍ୟତ୍ର ଦୁଃଖ ନ ହେବ ଲେଶମାତ୍ର। ଶୁଣି ମୁନିଙ୍କ ଏ ବଚନ କହନ୍ତି ପରୀକ୍ଷ ରାଜନ। ପରୀକ୍ଷିତ ଉବାଚ ରାଜନ ଯୋଡ଼ିବେନି କର ମୁନିଙ୍କୁ ବୋଲନ୍ତି ଉତ୍ତର। ମୁହିଁ ତୁମ୍ଭର କୃପା ବଳେ ଆନନ୍ଦ ଚିତ୍ତେ ପ୍ରଜା ପାଳେ। ତୁମ୍ଭ ଲାଗି ଏକ ସ୍ଥାନ ଯେବେ ନ କରିଲି ଅର୍ପଣ। କି ଲାଭ ଥାଉ ରାଜ୍ୟ ଧନ ଅସାର ସିନା ହେବ ପ୍ରାଣ। ଏଥକୁ ନହେଲେ ସମର୍ଥ ନିନ୍ଦା ଲଭିବ ପରୀକ୍ଷିତ। ଏମନ୍ତ ବୋଲିଣ ସଧୀରେ ମୁନିଙ୍କୁ ନେଲେ ସଙ୍ଗତରେ। ସୁନ୍ଦର ଏକ ନିବାସ ମୁନିଙ୍କୁ ଅର୍ପିଲେ ନରେଶ। ଖାଦ୍ୟପେୟର ବନ୍ଦୋବସ୍ତ କ୍ଷଣିକେ କଲେ ପରୀକ୍ଷିତ। ସୁକ ମୁନି ଆନନ୍ଦ ଚିତ୍ତେ କଟାଇ ଦେଲେ ଦିନ କେତେ। ଏକଦା ପରୀକ୍ଷିତ ରାଜା କରନ୍ତି ମୁନ ପାଦ ପୂଜା। ସନ୍ତୋଷ ଲଭି ନୃପଠାରେ ବୋଲନ୍ତି ରାଜନ ସଧୀରେ। ଶ୍ରୀଶୁକ ଉବାଚ ଲଭିଲି ଅନେକ ତୃପତି ଯେଣୁ କରିଲ ବହୁ ପ୍ରୀତି। ଧାର୍ମିକ ଜନଙ୍କ ପ୍ରଧାନ ସେ ଲାଗିବି ଯେ ତୋ ଭବନ। କେଉଁ ଗାଥାରେ ତୁମ୍ଭ ମତି କୁହନ୍ତୁ ଆହେ ନରପତି। ଯଦ୍ୟପି ଥିବ ମତେ ଜଣା ନିଶ୍ଚୟ କରିବି ବର୍ଣ୍ଣନା। ଶ୍ରୀ ପରୀକ୍ଷିତ ଉବାଚ ସହାସ୍ୟ ବଦନେ ରାଜନ ବୋଲନ୍ତି ବ୍ରହ୍ମବେତ୍ତା ଶୁଣ। ଅଧମେ ଯେବେଳେ ଦୟା କୁହନ୍ତୁ ନ କରିଣ ମାୟା। ତୁଳସୀ ମହିମା ଶ୍ରବଣେ ଆଗ୍ରହ ବଳିଛି ମୋ ମନେ। ସୁଦୟା କର ଆହେ ଜ୍ୟୋତି ଯେବେ ରାଜନେ ତୁମ୍ଭ ପ୍ରୀତି। କର୍ଣ୍ଣେ ଶୁଣିଏ ମନ୍ତ ବାଣୀ ହସି କହନ୍ତି ସୁକ ମୁନି। ଶ୍ରୀଶୁକ ଉବାଚ ରାଜନ ମନ ଦେଇ ଶୁଣ
କହିବି ତୁଳସୀ ଆଖ୍ୟାନ, ପରମ ପବିତ୍ର ବଚନ, ଶୁଣନ୍ତେ ପାତକ ବହନ। ଅଟଇ ଗୁପତ ବିଷୟ, ହଟିବ ମନରୁ ସଂଶୟ। ରାଜନ ତୁମେ ମହାଜ୍ଞାନୀ, ଭାବରୁ ପାରିଲି ମୁଁ ଜାଣି। ବୁଝାଇ କହିବି ସକଳ, ତୋଷ ହୋଇବ ମହିପାଳ। କ୍ଷଣେ ବସି ମୁଦି ନୟନ, ତୁଳସୀକୁ କର ସ୍ମରଣ। ମୁନିଙ୍କ କହିବାରେ ପ୍ରାୟ, ବସିଲେ ପରୀକ୍ଷିତ ରାୟ। ପ୍ରସନ୍ନ ବଦନ ଦେଖିଣ, ମୁନି ବୋଇଲେ ରାଜନ। ଏଥର ଖୋଲନ୍ତୁ ନୟନ, ଆନନ୍ଦେ କରନ୍ତୁ ଶ୍ରବଣ। ଗୃହ ତୋଳି ଧାର୍ମିକ ଜନେ, ସମ୍ମୁଖେ ଚଉରା ନିର୍ମାଣେ। ତହିଁରେ ବିଧି ମତେ ସେହି, ତୁଳସୀ ବୃକ୍ଷେ କର ପଇ। ଚତୁସମ କରିଲେ ପଇ, ନାନାଦି ବର୍ଣ୍ଣରେ ସଜାଇ। ସନ୍ଧ୍ୟା କାଳରେ ସେହି ଜନ, ଘିଅବତୀ ଜାଳଇ ପୁଣ। ସ୍ନାନାଦି ତର୍ପଣ ସାରିଣ, ଜଳ ଦିଏ ବୃକ୍ଷ ମୂଳେଣ। ପୁଣି ତୁଳସୀ ପତ୍ର ନେଇ, ଗଣ୍ଡୁ ସେ ଜଳରେ ସେ ବୋଇ। ତାହାଙ୍କୁ କରିଣ ଦର୍ଶନ, ଅନୁକୂଳ କରେ ଯେ ଜନ। ସକଳ ଆଶା ପୂର୍ଣ୍ଣ ହୁଏ, ଏକଥା କେବେ ମିଥ୍ୟା ନୁହେଁ। ଏହାର କାରଣ ରାଜନ, ସଂକ୍ଷେପୀ କରୁଛି ବଖାଣ। ଅପୂର୍ବ ମହିମା ବୃକ୍ଷର, ଶୁଣନ୍ତୁ ଆହେ ନରବର। ତୁଳସୀ ବୃକ୍ଷ ମୂଳ ଜାଣ, ଗଙ୍ଗା ଦେବୀଙ୍କ ବାସସ୍ଥାନ। ଡାଳରେ ଶୁଣ ଅନୁକ୍ଷଣ, ରହିଥାନ୍ତି ନାରାୟଣ। ବ୍ରହ୍ମା ଶଙ୍କର ଦେବ ଇନ୍ଦ୍ର, ଯମ ବରୁଣ ସୂର୍ଯ୍ୟ ଚନ୍ଦ୍ର। ଯକ୍ଷ ରକ୍ଷ ଯେ ନୈଋତ, ଗନ୍ଧର୍ବ ଚାରଣ ସମସ୍ତ। ପତ୍ରରେ କରିଥାନ୍ତି ବାସ, ସଂଶୟନ କର ନରେଶ। ଏ ବୃକ୍ଷ ପରମ ପବିତ୍ର, ଆନକେ ନ ହେବ ସମର୍ଥ। ଗୁପତ ରହସ୍ୟ ଫିଟାଇ, କହିଲି ଆହେ ନର ସାଇ। ସୁକ ପରୀକ୍ଷିତ କଥନ, ଅଜୟ କରଇ ଲେଖନ। ତ୍ରିପୁରା ଦେବୀ ଓ ଷଡ଼ଚକ୍ର ଆଖ୍ୟାନ। ପରୀକ୍ଷିତ ବାଚ, ଯୋଡ଼ିଣ ବେନିକର ପତ୍ର। ବୋଲନ୍ତି ରାଜା ପରୀକ୍ଷିତ, ଭୂମୁନି ଲଭିଲି ସନ୍ତୋଷ। ଶୁଣିଣ ତୁଳସୀ ରହସ୍ୟ, ଆଗ୍ରହ ବଢ଼େ ବେଳୁ ବେଳ। ହେ ମୁନି ଶୁଣନ୍ତୁ ମୋ ଗିର, ଏହି ତୁଳସୀ ଦେବୀଙ୍କର
କେଉଁଠି ଅଟେ ନିଜ ଘର ମର୍ତ୍ତ୍ୟମଣ୍ଡଳେ କାହିଁ ପାଇଁ ଆସିଲେ ଦେବୀ ଦୟାମୟୀ ଦୟାବହୀନ ଆହେ ମୁନି ବୁଝାଇ କୁହନ୍ତୁ ସେ ବାଣୀ ଶୁଣିଣ ପରୀକ୍ଷିତ ଗିର ଶ୍ରୀଶୁକ ଦିଅନ୍ତି ଉତ୍ତର ଶ୍ରୀଶୁକ ଉବାଚ ପୁଛିଲ ଯେଉଁ ବାଣୀ ମତେ ଶୁଣ ରାଜନ ହୃଷ୍ଟ ଚିତ୍ତେ ପରମାତ୍ମାଙ୍କ ପ୍ରିୟତି ତୁଳସୀ ନନ୍ଦିନୀ ଅଟନ୍ତି ତ୍ରିପୁରା ଅଟେ ତାଙ୍କ ନାମ ନିତ୍ୟସ୍ଥଳ ଅଟଇ ଧାମ ଅଟନ୍ତି ସେ ପରମ ଶକ୍ତି ନିତ୍ୟସ୍ଥଳେ ପ୍ରହରା ଦିଅନ୍ତି ଶ୍ରୀରାଧାଙ୍କର ସହଚରୀ ମଣ୍ଡନ୍ତି ବୈକୁଣ୍ଠପୁରୀ ତ୍ରିପୁରା ଦେବୀ ସାପ ବଳେ ଜନମିଲେ ମର୍ତ୍ତ୍ୟମଣ୍ଡଳେ ଶୁଣି ରାଜନ ସାପ କଥା ପୁଛନ୍ତି ଆହେ ବ୍ରହ୍ମବେତ୍ତା ପରୀକ୍ଷିତ ଉବାଚ ଭୋମୁନି ସାପ କଥା ଶୁଣି ସନ୍ଦେହ ହୁଏ ମନେ ପୁଣି କିଏ ସେ ଦେଲେ ତାଙ୍କୁ ସାପ ଯେଣୁ ହୋଇଲେ ସେ ପାତକ କି କର୍ମ କରିଥିଲେ ଦେବୀ ହୋଇଲେ ଅନୁଭବୀ ସକଳ କୁହନ୍ତୁ ବୁଝାଇ ମନରୁ ସନ୍ଦେହ ଫିଟାଇ ପରୀକ୍ଷିତଙ୍କ ମୁଖ ଶୁଣି ହସି କହନ୍ତି ଶୁକ ମୁନି ଶ୍ରୀଶୁକ ଉବାଚ ଶୁଣ ରାଜନ ପରୀକ୍ଷିତ ଏକଥା ଅତୀବ ଗୁପ୍ତ ଷଡ଼ଚକ୍ର ଉପରେ ଶୁଣ ବିରାଜ ମହାନିତ୍ୟ ଧାମ ସହସ୍ର ପାଖୁଡ଼ା ସୁମନ ବିକଶିତ ଯେ ସେହି ସ୍ଥାନ ଆଲୋକ ଅନ୍ଧକାର ନାହିଁ ଦିବାନିଶି ହୁଏ ନା ତହିଁ ଜରା ବ୍ୟାଧିର ନାହିଁ ଭୀତି ଝଟକେ ଅପରୂପ କାନ୍ତି ଅଷ୍ଟସଖୀଙ୍କ ଗହଣରେ ପରମାତ୍ମା ଯେ ବିଜେ କରେ 16,000 ଗୋପୀ ନେଇ ନିତ୍ୟରା ହାସେ ହନ୍ତି ବାଇ ଶସ୍ତ୍ରଦଳ ପାଖୁଡ଼ା ମଧ୍ୟେ ନିରାକାୟ ବିଜେ ଆନନ୍ଦେ ରାସଲୀଳା ରାଧାଙ୍କ ସଙ୍ଗେ ମାତିଥାନ୍ତି ନାନା ରଙ୍ଗେ ସେ ପଥ ଗମ୍ୟ ଯେ ଅତି ଧ୍ୟାନରେ ଯୋଗୀ ଋଷି ପାନ୍ତି ଷଡ଼ଚକ୍ରକୁ ଯେ ଭେଦିବ ନିତ୍ୟ ରାସକୁ ସେ ଦେଖିବ ପ୍ରଥମ ଦ୍ୱାରେ ଗଣନାଥ ଇନ୍ଦୁର ବାହନେ ଶୋଭିତ ଦ୍ୱିତୀୟ କାମଦେବ ରତି କାମନା ତେଜିବ ଝଟତି ଇନ୍ଦ୍ରିୟ ସଂଯମ କରିବ ତେବେ ଦ୍ୱାରେ ଯେ ପ୍ରବେଶିବ ତୃତୀୟ ଦ୍ୱାରେ ରହିଥାନ୍ତି ବ୍ରହ୍ମାଙ୍କ କୋଳେ ମା ସାବିତ୍ରୀ ହଂସ ବାହନେ ବେଦପତି ସେ ଚକ୍ର ଦ୍ୱାରେ ବସିଥାନ୍ତି ସେ ଚକ୍ର ଭେଦିଣ ଗମିବ ଅନାହତ ଚକ୍ରେ ମିଳିବ ଅନାହତର ପରେ ଶୁଣ ଶ୍ରୀ ବିଷ୍ଣୁଙ୍କର ବିଜେ ସ୍ଥାନ ଆନନ୍ଦେ ବିହାର କରନ୍ତି ପାର୍ଶ୍ୱରେ ଲକ୍ଷ୍ମୀ ସରସ୍ୱତୀ ଶ୍ରୀ ବିଷ୍ଣୁ ମାୟାକୁ ଭେଦିବ କଣ୍ଠ ଚକ୍ରରେ ସେ ମିଳିବ ସେ ଚକ୍ରେ ଛନ୍ତି ହର ଗୌରୀ ଦିବାନିଶି ସାଜି ପ୍ରହରୀ
ସେ ଦ୍ୱାର କରିଲେ ଲଙ୍ଘନ, ଷଡ଼ଚକ୍ର ହେବ ଦର୍ଶନ। ସେ ଷଡ଼ଚକ୍ର ପରେ ଶୁଣ, ଅଟଇ ମହାନିତ୍ୟ ଧାମ। ମହାନିତ୍ୟ ଧାମେ ପ୍ରହରୀ, ଅଟନ୍ତି ତ୍ରିପୁରା ସୁନ୍ଦରୀ। ସର୍ବଗୋପୀଙ୍କ ମଧ୍ୟେ ସାର, ସେବନ୍ତି ପ୍ରଭୁଙ୍କ ପୟର। ତାହାଙ୍କୁ ସବୁ ଥାଏ ଜଣା, ଆନକେ ନ କରେ ବଡ଼ିମା। ପାଇଣ ତ୍ରିପୁରା ନିର୍ଦ୍ଦେଶ, ଗୋପୀଙ୍କ ଭାବ ପରକାଶ। ନାୟିକା ମଧ୍ୟ ଶ୍ରେଷ୍ଠା ସେଇ, ନିତ୍ୟସ୍ଥଳ ନୀତି ସେବଇ। ସେ ଦ୍ୱାର କଥା ରାହେ ଶୁଣ, ବ୍ରହ୍ମା ବିଷ୍ଣୁ ଯେ ସଂକର୍ଷଣ। ଦ୍ୱାରକୁ ଭାଜନ ନୁହନ୍ତି, ତ୍ରିପୁରାଙ୍କର ଏଡ଼େ ଶକ୍ତି। ତାହାଙ୍କୁ ଭକ୍ତିରେ ତୋଷିଲେ, ସେ ସ୍ଥାନେ ମିଳିବ ଝରେ। ତ୍ରିପୁରା ନିତ୍ୟ ବିରାଜନ୍ତି, ରାସସ୍ଥଳୀକୁ ଜଗିଥାନ୍ତି। ସେ ରାସସ୍ଥଳ ନିତ୍ୟ ଧାମ, ଦେବତା ନ ପାନ୍ତି ଦର୍ଶନ। ଭକ୍ତିରେ କଲେ ତାଙ୍କୁ ତୋଷ, ସେ ପୁଣି କରିବେ ପ୍ରୟାସ। ସଙ୍ଗତେ ଗମିବେ ଅଗମ୍ୟ, ଲଭିବ ଧାମ ଦର୍ଶନ। ଅଜୟ ମାତା ପଦ ଧ୍ୟାଇ, ତୁଳସୀ ମହାତ୍ମ୍ୟ ରଚଇ। ବିଷ୍ଣୁଙ୍କର ତ୍ରିପୁରା ଆରାଧନା। ପରୀକ୍ଷିତ ଉବାଚ, ପୁଛନ୍ତି ପରୀକ୍ଷିତ ରାଜା, କରିଣ ମୁନି ପାଦ ପୂଜା। ଭୂମୁନି କୁହନ୍ତୁ ତ୍ୱରିତ, ତ୍ରିପୁରା ଦେବୀଙ୍କ ଚରିତ। ଯେତେ ଶୁଣିଲେ ସେ ଆଖ୍ୟାନ, ତୋଷ ନୁହଁ ମୋର ମନ। ରାଜାଙ୍କ ମୁଖ ଶୁଣି ଗିର, ହସି କହନ୍ତି ମୁନିବର। ଶ୍ରୀଶୁକ ଉବାଚ, ଏଥୁ ଅନ୍ତେ ରାଜନ ଶୁଣ, କହିବି ଆନ ଉପାଖ୍ୟାନ। ନିତ୍ୟ ଧାମର ବିଷ୍ଣୁ ବାଣୀ, କହି ଭାସିଲି ତୁମ୍ଭ ମନ ଜାଣି। ଏବେ ଶୁଣନ୍ତୁ ମନ ଦେଇ, ମାନବ ବିଷ୍ଣୁ କଥା ଏହି। ଯୁଗକୁ ଯୁଗ ସେ ଈଶ୍ୱର, ନିଅନ୍ତି ନାନା ଅବତାର। ମର୍ତ୍ତ୍ୟ ମଣ୍ଡଳେ ଯୋନି ଜନ୍ମ, ଲଭନ୍ତି ସେ ପୁରୁଷୋତ୍ତମ। ମନ ମଧ୍ୟରେ ବଡ଼ ଗର୍ବ, କରି ରୁହନ୍ତି ସେହି ଦେବ। ଲକ୍ଷ୍ମୀ ଦେବୀଙ୍କୁ ପତ୍ନୀ ପଣେ, ପାଇଣ ଭାବନ୍ତି ସେ ମନେ। ଜଗତ ପିତା ଅଟେ ମୁହିଁ, ମୋ ବିନୁ ଗତି ମୁକ୍ତି ନାହିଁ। ବ୍ରହ୍ମାଣ୍ଡେ ଆମ୍ଭେ ବେନି ଶ୍ରେଷ୍ଠ, ଖଣ୍ଡୁ ଜଗତର ଜେରିଷ୍ଟ। ଏମନ୍ତ ଗୌରବ ବହିଣ, କରନ୍ତି ସଦା ବିଚରଣ। ଏକଦା ଶୁଣ ହୋ ରାଜନ, ଭ୍ରମଣେ ବଳାଇଣ ମନ। ମାନବ ବିଷ୍ଣୁ ଯେ ଚଳିଲେ, ପ୍ରକୃତି ରୂପେ ମୁଗ୍ଧ ହେଲେ। କରନ୍ତି ମନରେ ବିଚାର, ଏ ସୃଷ୍ଟି ଅଟଇ ମୋହର। ଜୀବ ଜଗତ ତରୁ ତୃଣ, ମୋ ସ୍ନେହେ ହୁଅନ୍ତି ପାଳନ। ମୁଁ ବି ଯେ ସକଳ ଘଟରେ, ମୋ ମାୟା ଘେରିଛି ସଂସାରେ। ମନରେ ମନ୍ତ ବିଚାରି, ଆଗକୁ ଯାଉଥାନ୍ତି ଚଳି।
ନୟନେ ଦେଖନ୍ତି ଠାକୁର ସମ୍ମୁଖେ ଏକ ଗିରିବର ନୀଳଗିରି ନାମଟଇ ଅଦ୍ଭୁତ ପକ୍ଷୀ ଅଛି ତହିଁ ଭୂତ ଭବିଷ୍ୟ ସର୍ବଜ୍ଞାତା 14 ଭୁବନର କଥା ମହାଜ୍ଞାନୀ ସେ ଅଟଇ ବିଷ୍ଣୁଙ୍କୁ ଏହା ଜଣା ନାହିଁ ପ୍ରବେଶ ହେଲେ ତା ପାଶରେ ସାମାନ୍ୟ ପକ୍ଷୀ ଭାଳି ତାରେ ଗୌରବେ ନ ଦେଲେ ସମାନ ଚିନ୍ତିଲେ କରିବେ ବିଶ୍ରାମ ଭୂଷଣ୍ଡ କାକ ନାମ ତାର ଏହା ବିଷ୍ଣୁଙ୍କୁ ଅଗୋଚର ବିଷ୍ଣୁଙ୍କ ହାବ ଭାବ ଜାଣି ଭୂଷଣ୍ଡ କାକ ବୋଲେ ବାଣୀ।